ନାଇଁ ନାଇଁ ରାସ୍ତାରେ ନୁହେଁ ଯେ ତାଙ୍କର ବି କେତେ ଗୁଡ଼ିଏ ଦାବି ବି ନ୍ୟାୟୋଚିତ ଅଛି ଆଉ ସରକାରଙ୍କ ପାଖରେ ଇଏ କରିଛନ୍ତି ସରକାର ବି ବିଚାର କରିବେ ବୋଲି ସରକାରଙ୍କ ବିଚାରାଧୀନ ବି ଅଛି ସରକାର ବି ସହୃଦୟତା ସହିତ ଭାବୁଛନ୍ତି ଯେ କିଛି ମାନେ କରିବେ ନିଶ୍ଚିନ୍ତ ଭାବରେ ଆଉ ଏ ଯେଉଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଏଇଟା ନୁହେଁ ଏଇଟା ସାମୟିକ ଯେଉଁ କରୁଛନ୍ତି ଏଇଟାରେ ରୋଗୀ ସେବା ସେମିତି କିଛି ବ୍ୟାହତ ହେବନି ଆଉ ମୁଁ ବି ଜଣେ ପ୍ରଶାସନିକ ଅଫିସର ଥିବାରୁ ମୁଁ ବି ଡାକ୍ତରମାନଙ୍କୁ ଅନୁରୋଧ କରିବି ଯେ କୌଣସି ଯେମିତି କୌଣସି ରୋଗୀ ସେବା ବ୍ୟାହତ ନ ହେଉ ଆଉ ରୋଗୀ ମାନେ ଠିକ୍ ଭାବରେ ଚିକିତ୍ସା ପାଆନ୍ତୁ ଏ ରୋଗୀ ସେବାରେ ବ୍ୟାହତ ନ ହେଉ ହେଲା କି ହେଲା ରୋଗୀ ସେବା ବ୍ୟାହତ ନ ହେଇକିରି ହେଉଛି ଶାନ୍ତିପୂର୍ଣ୍ଣ ଭାବରେ ଚାଲୁ ହଁ ଦୀର୍ଘ ଦିନର ଦାବି ନା ନାଇଁ ସରକାର ଦାବି ଶୁଣିବେ ସରକାର ଦାବି ଶୁଣିବେ ବିଚାର କରିବେ ହେଲା କି କାହିଁକିନା ଆମେ ବି ହଁ 10 ଦଫା ଦାବି ଆକ୍ଚୁଆଲି ଅଛି 10 ଆମେ ତ ସରକାରଙ୍କ ପାଖରେ ଗୁହାରି କରୁଛୁ ବାରମ୍ବାର ମଧ୍ୟ ଆମେ ଲାଷ୍ଟ 1.5 years ହେଲା ଆମେ ନେଗୋସିଏସନ୍ ପାଇଁ ଅଛୁ କିନ୍ତୁ ସରକାର ଡାକିକି ମାନ୍ୟବର ମୁଖ୍ୟମନ୍ତ୍ରୀ ଡାକି ଆମକୁ ପ୍ରତିଶ୍ରୁତି ଦେଇଦେଲେ ଆମେ ମଧ୍ୟ ଚାହୁଁଛୁ ରୋଗୀମାନେ ହଇରାଣ ନ ହୁଅନ୍ତୁ ସ୍ମୁଥଲି ଚାଲୁ ଯେତେ ଶୀଘ୍ର ସମାଧାନ ପାଇଁ ଆମେ ମଧ୍ୟ ଚାହୁଁଛୁ କିନ୍ତୁ ସରକାର ଆଟଲିଷ୍ଟ ଯେହେତୁ ଆମକୁ ଡାକିକି ଆମ ଦାବିମାନଙ୍କ ପ୍ରତି ନ୍ୟାଯ୍ୟ ଦାବି ପ୍ରତି ସଚେତନ ରହିକି ନିର୍ଭର ପ୍ରତିଶ୍ରୁତି ଦେଲେ ଆମେ ଷ୍ଟ୍ରାଇକ୍ରୁ ରହିଛୁ ନହେଲେ ଆକର୍ଡିଂ ଟୁ ଆମର ସେଣ୍ଟ୍ରାଲ ଏକ୍ଜିକ୍ୟୁଟିଭ କମିଟି ଗୋଟେ ଅଛି ଅପ୍ ଟୁ 14 ତାରିଖ ପର୍ଯ୍ୟନ୍ତ ଷ୍ଟ୍ରାଇକ୍ 2 ଘଣ୍ଟିଆ ହେବ ତାପରେ ହେଲା ଯଦି ନହେଲା 15 ତାରିଖରୁ 4 ଘଣ୍ଟା ଆମେ ବନ୍ଦ କରିବୁ।